हेलो हाय फ्रेंड्स समस्त को नमस्कार आशा करছি ଆପଣମାନେ ସବୁ ଭଲ ଥିବେ ମୁଁ ବି ବହୁତ ଭଲରେ ଅଛି ଆଉ ଗୁଡ଼ ଆଫ୍ଟରନୁନ୍ ସମସ୍ତଙ୍କୁ ତ ସକାଳୁ ଆଜି ଭିଡ଼ିଓ କରିନି ଟିକେ କାମ ବ୍ୟସ୍ତ ରହିଯାଇଥିଲା ଆମର ଲଞ୍ଚ ଟାଇମ୍ ଏବେ ହେଇଗଲାଣି 12:10 ହେଲାଣି ଆଉ ମାନେ ସକାଳୁ ଟିକେ ଖାଇ ନଥିଲି ତ ସେଇଥିପାଇଁ କଲି ଜଲ୍ଦି ରୋଷେଇ ସାରି ଦେଇକି ରୋଷେଇ ଯେତେ ଜଲ୍ଦି ସରିବ ସେଇଟା ଟେନସନ୍ ଫ୍ରି ହେଇଯାଉଛି ମଣିଷ ପିଲାମାନଙ୍କୁ ଗାଧୋଇବା ପାଇଁ ପଠାଇ ଦେଇଛି ଝିଅ ଗାଧୋଇ ସାରିଲାଣି ପୁଅ ଗାଧୋଇ ଯାଇଛି ଆଉ ଆମ ଲଞ୍ଚରେ କ'ଣ ଅଛି ଲଞ୍ଚ ପାଇଁ କ'ଣ ପ୍ରିପାରେସନ୍ କରିଛି ଚାଲ ଦେଖିବା ଆଉ ସମସ୍ତଙ୍କର ତ ପଖାଳ ହିଁ ପସନ୍ଦ ହେଇସାରିବଣି ମାନେ ଯେଉଁ ଗରମ ଯେଉଁ ଖରା ହେଉଛି ଯେମିତି ପଖାଳ ଟିକେ ଖାଇଲେ ଶାନ୍ତି ଲାଗିବ ସେଇଥିପାଇଁ ମୁଁ ପଖାଳ ବାଟି ଦେଇଛି ସମସ୍ତଙ୍କ ପାଇଁ ଚାଲନ୍ତୁ ଦେଖିବା ମୋର ପଖାଳରେ କ'ଣ ଅଛି ପଖାଳ ଭାତ ପାଚିଲା ଆମ୍ବ କଲରା ଭଜା ବୁଟ ଆଳୁ ଭଜା ଆଉ ଶୁଖିଲା ଲଙ୍କା ରସୁଣ ତା ପାଗ ଟିକେ କରିବି ସେଟା ପୁଅ ପାଇଁ ଝିଅ ପାଇଁ ମା ଛୁଆ ମିଶି 3 ଜଣ ଯାକ ଖାଇବୁ ଆଉ ଏଇ ପାଗଟା ଟିକେ ବେଳେବେଳେ ଇଚ୍ଛା ହୁଏ ଟେଷ୍ଟି ଲାଗେ ବହୁତ ବଢ଼ିଆ ଟେଷ୍ଟି ଲାଗେ କଞ୍ଚା ଲଙ୍କା ଅପେକ୍ଷା ଶୁଖିଲା ଲଙ୍କାର ପାଗ ଟିକେ ଅଲଗା ତ ମୋ ପଖାଳଟା କେମିତି ଲାଗିଲା ଆପଣମାନଙ୍କୁ ଯଦି ଭଲ ଲାଗୁଛି ତାହେଲେ କମେଣ୍ଟରେ ବି ଜଣାଇବେ ଆଉ ଯଦି ଇଚ୍ଛା ଅଛି ମୋ ସହିତ ଖାଇବା ପାଇଁ ଆସିକି ଖାଇପାରିବେ କମ୍ ଲୁଣ ଖା ସବୁବେଳେ ମେଞ୍ଚେ ଲୁଣ ଖାଉଛି ଅଭ୍ୟାସ ହେଇଗଲାଣି ପୁରା ଲୁଣ ବହୁତ ଖାଇବାରେ ଟିକେ ପାଚିଲା ଆମ୍ବ ଖାଇଦେବାରେ ନୂଆ ଆମ୍ବ ବହୁତ ଗୁଡ଼ାଏ ମିଠା ଲାଗୁଛି ଖାଇ ଚାଲ ଆସନ୍ତୁ ଖାଇବା ପଖାଳ